ପିଲାମାନେ ମୁଣ୍ଡ ବିନ୍ଧା ହଉଛି ନା ମୁଣ୍ଡ ବିନ୍ଧା ହଉନି କୁହ? ଲାଷ୍ଟ 7 days ତମମାନଙ୍କର ରହିଲା ବୋର୍ଡ ଏକ୍ଜାମ। ତମମାନଙ୍କ ମୁଣ୍ଡ ବିନ୍ଧା ହେଲାଣି ନା ମୁଣ୍ଡ ବିନ୍ଧା ହେଇନି? ଏତିକି ଖାଲି କୁହ ପିଲାମାନେ, ମୁଣ୍ଡ ବିନ୍ଧା ହେଲାଣି ନା? ମୁଣ୍ଡ ଟିକେ ବିନ୍ଧା ଟିକେ କଣ ଟିକେ 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 କଣ ହେଲାଣି? ବିନ୍ଧା ହେଲାଣି ନା? ଟେନସନ ଟିକେ ଟିକେ ଲାଗିଲାଣି? ଆଉ 7 ଦିନ ପରେ 8 ଦିନ ପରେ ଆଉ 8 ଦିନ ପରେ ଏତିକି ସବୁ କଣ କରିଥିବା? ଏକ୍ଜାମଟି କିପରି କଟିବ? ହଁ ନା ନାଇଁ? ଆଉ ଗୋଟେ ଜିନିଷ ହେଲା ପୁଣି କଣ, କୋଶ୍ଚିନ୍ଟି କୋଉ ଟାଇପ୍ର କୋଶ୍ଚିନ୍ସ ପଡ଼ିବ, କେତେ ଡିଫିକଲ୍ଟ କୋଶ୍ଚିନ୍ ପଡ଼ିବ। ଏକ୍ଜାମ ହଲରେ ମୁଁ ତ ପାଠ କିଛି ପଢ଼ିନି। ପାଠ କିଛି ପଢ଼ିଛ ନା କିଛି ପାଠ ପଢ଼ିନ? ଯେଉଁମାନେ ପାଠ ପଢ଼ିନ ତୁମେ ସେମାନେ କଣ ଭାବୁଛ ଏବେ? ତ ପାଠର କିଛି ପଢ଼ିନି, ଏକ୍ଜାମ ହଲରେ ଗଲେ ବସି ଲେଖିବି କଣ? ଭାବୁଛ ନା ଭାବୁନ ପିଲାମାନେ କୁହ? ଭାବୁଛ? ଆଚ୍ଛା, ତ ଗୋଟେ ସଲ୍ୟୁସନ୍ ତମମାନଙ୍କୁ ମୁଁ ଦେବି। ଏବେ ତ ଆମେ କିଛି ଉଖାଡ଼ି ପାରିବାନି ନା, ଆମ ପାଖରେ କଣ ନାହିଁ, ଏବେ ଟାଇମ୍ ନାହିଁ, ଏନଫ୍ ଟାଇମ୍ ଆମ ପାଖରେ କଣ ନାହିଁ ପିଲାମାନେ। ଯଦି ଅଛି କଣ ଅଛି, ଯଦି ଅଛି କଣ ଅଛି, ଗୋଟେ 7 days ଷ୍ଟ୍ରାଟେଜି ପ୍ଲାନ୍ ଅଛି। ବୁଝିପାରିଲ ନା ବୁଝିପାରିଲନି? କଣ ଅଛି ପ୍ଲାନ୍? ଗୋଟେ 7 days କଣ ଅଛି, ଷ୍ଟ୍ରାଟେଜି ପ୍ଲାନ୍ ଅଛି। ତାକୁ ଯଦି ଆମେ କଣ କରିବା, ଫଲୋ କରିବା, ତେବେ କଣ ହବ? ହବ କଣ ହବ ପିଲାମାନେ? ହବ ତ ତମମାନଙ୍କ ଆଜିର କ୍ଲାସ୍ ହିଁ ହଉଛି କଣ ହବ? କଣ ହବ? ରେଜଲ୍ଟ ଭଲ ହବ। ହେଲା, କେମିତି ରେଜଲ୍ଟ ଭଲ ନ ହବ ଦେଖିବା। ରେଜଲ୍ଟ ଅଟୋମେଟିକାଲି କଣ ହବ? ଭଲ ହବ, ଯଦି ତମେ କଣ କରିବ, ଏଇ ୱେଟାକୁ ମାନିବ। ବୁଝିପାରିଲ ନା ବୁଝିପାରିଲନି ପିଲାମାନେ କୁହ? ତେଣୁ ୱେଲକମ୍ ଆପଣମାନଙ୍କୁ ସମସ୍ତଙ୍କୁ ଓଡ଼ିଶା ହାଇସ୍କୁଲ ଷ୍ଟଡି କ୍ରିଏସନ୍ ୟୁଟ୍ୟୁବ୍ କ୍ଲାसेସ୍କୁ ପିଲାମାନେ। ଆଜିର କ୍ଲାସ୍ରେ ତମମାନଙ୍କୁ ମୁଁ କଣ କହିବି, କିଛି କାଟାଗୋରୀ ତମମାନଙ୍କୁ ମୁଁ ରଖିଦେଇଛି। କିଛି କଣ ରଖିଦେଇଛି ପିଲାମାନେ? କିଛି କାଟାଗୋରୀ ରଖିଦେଇଛି। କଣ ଯେମିତି ଦେଖିପାରୁଛ ତମ ସ୍କ୍ରିନ୍ରେ ଗୋଟେ ହେଉଛି କାଟାଗୋରୀ 1 ଅଛି, 2, 3 and 4। ଚାରିଟା କଣ ଅଛି ତମଙ୍କର କାଟାଗୋରୀ ଅଛି। এই ଚାରିଟା କାଟାଗୋରୀରେ ଆମେ ମାନେ କଣ ଦେଖିବା, ତମମାନଙ୍କ ପାଇଁ ଗୋଟେ ମିନିମମ୍ ମାର୍କିଂ ସିଷ୍ଟମ ମୁଁ କରିଦେଇଛି। କଣ କରିଛି ପିଲାମାନେ? ମିନିମମ୍ ମାର୍କିଂ ସିଷ୍ଟମ ମୁଁ କରିଦେଇଛି। ତ ଏଇ ମିନିମମ୍ ମାର୍କିଂ ସିଷ୍ଟମରେ ଆମକୁ କଣ ମାର୍କ ରଖିବାର ଅଛି, ଯାହାଫଳରେ ତମମାନେ କଣ ସେଇ ତମମାନଙ୍କ ଆଶା ଯଦି ଅଛି କଣ 60% ରଖିବାକୁ, ଯଦି ଆଶା ଅଛି ପିଲାମାନେ 70% ରଖିବାକୁ, କି 80% ରଖିବାକୁ, କି 90 ରୁ 95% ରଖିବାକୁ, ତାହେଲେ ଆମକୁ କୋଉ ସବଜେକ୍ଟରେ କେତେ ରଖିଲେ ଯାଇକି ଆମ କ୍ରାଇଟେରିଆରେ କଣ ହବ ପିଲାମାନେ କମ୍ପ୍ଲିଟ୍ ହେଇପାରିବ। ତ ତମମାନଙ୍କ କ୍ଲାସରେ ଆଜି ପିଲାମାନେ ଡବନାର ସେକ୍ସନ ରହିବ। ଆଉ ଗୋଟେ ଜିନିଷ ମୁଁ କହି ରଖୁଛି ପିଲାମାନେ, ତମମାନଙ୍କ ପାଇଁ ଯେତେ ୟୁଟ୍ୟୁବ ଚ୍ୟାନେଲ ଦେଖିଦିଅ ବାବା, ଯେତେ ୟୁଟ୍ୟୁବ ଚ୍ୟାନେଲ ଦେଖିଦିଅ, ତମେ ଯଦି ନିଜେ ନ ପାଠ ପଢିଛ, ତମେ ଯଦି କଣ ପଢିଛ, ନିଜେ ଯଦି 7 ଦିନ ଭିତରେ ଯଦି ପାଠ ନ ପଢିଛ, ତମମାନଙ୍କୁ କେହି ମାର୍କ ଭଲ ରଖେଇ ପାରିବେନି, କେହି ମାର୍କ ଭଲ ରଖେଇ ପାରିବେନି। ତେଣୁ ତମେ ମାନେ ନିଜ ୱେରେ ତମେ ପାଠ ପଢ। ତମମାନଙ୍କୁ ମୁଁ କଣ କହିବି, 7 days ଷ୍ଟ୍ରାଟେଜି ତମମାନଙ୍କୁ ମୁଁ କହିବି। ତମକୁ ଛୋଟ ଛୁଆ ସବୁ ହେଇଛ? ଆରେ 10 କ୍ଲାସ୍ ଏକ୍ଜାମ ଦବ, 10 କ୍ଲାସ୍ ଏକ୍ଜାମ ରାତି ପାହିଲେ ବୋର୍ଡ ଏକ୍ଜାମ ଦବ, ତମମାନଙ୍କ ଛୋଟ ଛୁଆ ହେଇଛ? ତମମାନଙ୍କୁ ମୁଁ କଣ କହିବି, ତମକୁ ଷ୍ଟ୍ରାଟେଜି ତମକୁ ଜଣେଇବି। ତାକୁ ଜଣେଇବାକୁ ଏବେ କଣ ନାହିଁ, ତମମାନଙ୍କ ପାଖେ ମୋ ପାଖେ ସମୟ ନାହିଁ, ତମ ପାଖେ ମୋର ସମୟ ନାହିଁ ତାକୁ ଦେଖିବାକୁ। ତେଣୁ ଅଯଥା ଜିନିଷକୁ ଦେଖିବା ଅପେକ୍ଷା ତାକୁ ଆଭଏଡ୍ କର। ଯେତିକି ସମୟ ପାଉଛ ତାକୁ କଣ କର, ୱେରେ ସଠିକ ୱେରେ ପାଠ ମାନେ ନିରୂପଣ କର ପାଠ ପଢିବା ପାଇଁ। ବାସ୍ ତମମାନଙ୍କୁ ମୁଁ ଏବେ ଖାଲି ଗୋଟେ ଜିନିଷ ଦେଖେଇବି, ଅଧିକ ନାହିଁ ବାବା, ମାତ୍ର 2 ମିନିଟ୍ 3 ମିନିଟ୍, 2 ମିନିଟ୍ 3 ମିନିଟ୍ କଣ ଦେଖେଇବି, ଖାଲି କିଛି ମାର୍କିଂ ଦେଖେଇବି। ତ ତାକୁ ଖାଲି କଣ କର ଦେଖିଦିଅ ଟିକେ ନାକୁ। ଦେଖ, ତ ତମମାନଙ୍କର ଓଡ଼ିଆ ସବଜେକ୍ଟ, ତମମାନଙ୍କ ସବୁ ଜାଗା ସାଇଡରେ ମୁଁ କଣ ଲେଖିଛି, ସବଜେକ୍ଟ ଲେଖିଦେଇଛି। କଣ ଲେଖିଦେଇଛି ପିଲାମାନେ? ସବଜେକ୍ଟ ଲେଖିଦେଇଛି। ଯଦି ମୁଁ କାଟାଗୋରୀ 1 କଥା କହିବି, ତାହେଲେ କାଟାଗୋରୀ 1 ରେ ମୋର କିଏ ଅଛନ୍ତି ପିଲାମାନେ? 60%। ଯୋଉମାନେ ଚାହୁଁଛ 60%, ମିନିମମ୍ ମୋର 60% ରହିବାର ଅଛି, ଆଟଲିଷ୍ଟ ଗେଟିଂ ଦ ଫାର୍ଷ୍ଟ ଡିଭିଜନ ମାର୍କ ଇନ୍ योर ବୋର୍ଡ ଏକ୍ସାମିନେସନ। ତ ସେମାନଙ୍କୁ କଣ କରିବାକୁ ପଡିବ? ସେମାନଙ୍କୁ କଣ କରିବାକୁ ପଡିବ ନା, ଓଡ଼ିଆରେ ମିନିମମ୍ ତମକୁ 70 ରଖିବାକୁ ହିଁ ପଡିବ। ମୁଁ ଯେତିକି କହୁଛି ନା ବାବା, ଯଦି ତମର ମାର୍କ ଭାବୁଛ ଏଥିରୁ କମିଯିବ, ଯଦି କମିଯିବ ତାହେଲେ 60% ରଖିପାରିବନି, ତାହେଲେ 60% ରଖିପାରିବନି। ରଖିବାକୁ ପଡିବ ଯଦି, ତାହେଲେ ମାର୍କ ଦରକାର। ବିନା ମାର୍କରେ କିଛି ହେଇପାରିବନି। ଓଡ଼ିଆରେ କେତେ ରଖିବାକୁ ପଡିବ ପିଲାମାନେ? 70 ରଖିବାକୁ ହିଁ ପଡିବ। ଇଂଲିଶରେ 45 ରୁ 50, ସାଂସ୍କ୍ରିଟ କିମ୍ବା ହିନ୍ଦୀରେ 75। ପିଲାମାନେ ମୁଁ ଯାହା କହୁଛି ମାର୍କ କରି ରଖ। ହିନ୍ଦୀ କିମ୍ବା ସାଂସ୍କ୍ରିଟ କେତେ? ମିନିମମ୍ 75 ରଖିବାର ଅଛି। ବୁଝିପାରିଲ? ମ୍ୟାଥରେ 50 ରୁ 60 ଭ୍ୟାରି କରିପାରେ, 50 ରୁ 60 ଭିତରେ ରଖିବାକୁ ପଡିବ ନା, 50 ରୁ 60 ରଖିବାକୁ ହିଁ ପଡିବ। ତାପରେ ପିଲାମାନେ ତମ ସାଇନ୍ସ ରଖିବାକୁ ପଡିବ 65+, ଆଉ ତମଙ୍କର ସୋସିଆଲ ସାଇନ୍ସ ରଖିବାକୁ ପଡିବ 70+, ଯାହାଫଳରେ ତମର କେତେ ଆସିବ ନା 360 ମାର୍କ ତମେ ରଖିପାରିବ, 60% ରଖିପାରିବ। ଆଉ ଗୋଟେ ଜିନିଷ ହେଲା ପିଲାମାନେ କଣ, ତମର 360 ରୁ ତମକୁ ମୁଁ ଯଦି କହିବି ଏମସିକ୍ୟୁ, ଏମସିକ୍ୟୁ ହଉଛି କେତେ ମାର୍କ ପିଲାମାନେ? ତମର 300 ମାର୍କ। କଣ ଏମସିକ୍ୟୁ? 300 ମାର୍କ ଏମସିକ୍ୟୁ ତମକୁ ପିଲାମାନେ 180 ମାର୍କ ତମକୁ ଏମସିକ୍ୟୁ ରେ ରଖିବାକୁ ପଡିବ, ଯାହା ଫଳରେ ବାକି ମାର୍କ ତମେ କଣ ସବଜେକ୍ଟିଭରୁ ପାଇପାରିବ। ଆର୍ ୟୁ ଗେଟିଂ ମାଇ ପଏଣ୍ଟ? ଗେଟିଂ ଅର୍ ନଟ୍? ବୁଝିପାରୁଛନ୍ତି ପିଲାମାନେ? ତ ମିନିମମ୍ ତମକୁ କଣ ପିଲାମାନେ 180 ମାର୍କ କଣ ରଖିବାକୁ ପଡିବ? 300 ମାର୍କରୁ 180 ମାର୍କ କଣ ଏମସିକ୍ୟୁ ରେ ରଖିବାକୁ ହିଁ ପଡିବ। ବୁଝିପାରିଲ? ଆଚ୍ଛା, ନେକ୍ସଟ ଆସିଲା କଣ 70%। କାଟାଗୋରୀ 2 ଆସିଗଲା। କାଟାଗୋରୀ 2 ରେ ମୁଁ ଯଦି କହିବି ତମମାନଙ୍କୁ ପିଲାମାନେ, ସେଇଭଳି ଓଡ଼ିଆରେ କେତେ ରଖିବ? 80+ ରଖିବାକୁ ପଡିବ। ଯୋଉମାନେ ଚାହୁଁଛ 70% ମାନେ 420 ମାର୍କ ରଖିବାକୁ ଚାହୁଁଛ ପିଲାମାନେ,
ଆଉ ଯଦି ତମକୁ କହିବି ଇଂଲିଶରେ କେତେ ନା ସେଇ 65 ରୁ 70 ପିଲା ରଖିବାକୁ ଚାହିଁବ। ସାଂସ୍କ୍ରିଟ କିମ୍ବା ହିନ୍ଦୀରେ କ'ଣ 80 ପ୍ଲସ୍ ରଖିବାକୁ ଚାହିଁବ। ମ୍ୟାଥମେଟିକ୍ସରେ କେତେ ରଖିବ ପିଲାମାନେ 70 ପ୍ଲସ୍ ମିନିମମ୍ ରହିବା ଦରକାର ଏବଂ ସାଇନ୍ସରେ 80 ପ୍ଲସ୍, ହିଷ୍ଟ୍ରି ଜିଓଗ୍ରାଫି କେତେ 70 ପ୍ଲସ୍, ଯାହାଫଳରେ ତମର କେତେ ରହିବ ନା 420 ପ୍ଲସ୍ ରହିପାରିବ ଏବଂ ଏମସିକ୍ୟୁରେ 220 ପ୍ଲସ୍ 300 ମାର୍କରୁ 220 ପ୍ଲସ୍ ରଖିବାର ଅଛି। ବୁଝିପାରିଲ ନା? ଆଚ୍ଛା, କାଟାଗୋରୀ 3 ମୋର କିଏ ଆସୁଛନ୍ତି ପିଲାମାନେ 80 ରୁ 85% ପିଲା। 80 ରୁ 85% ପିଲା ଯୋଉମାନେ ଚାହୁଁଛ ତମମାନଙ୍କୁ ପ୍ରିପାରେସନ୍ କର କେତେ ମାର୍କ ରଖିବ, କେତେ ରଖିବ ଓଡ଼ିଆରେ 85 ପ୍ଲସ୍, ଇଂଲିଶରେ 70 ରୁ 75 ଦ୍ୟାଟ୍ ଇଜ୍ ଏନଫ୍। ତମର ଏତିକି ହେଉଛି କ'ଣ ପିଲାମାନେ ସଫିସିଏଣ୍ଟ ମାର୍କ 70 ରୁ 75 ହିଁ ରହିବ ପିଲାମାନେ। ଆଚ୍ଛା, ତାପରେ ଆସିଗଲା ପିଲାମାନେ କେତେ ମ୍ୟାଥମେଟିକ୍ସରେ 85 ପ୍ଲସ୍, ସାଇନ୍ସରେ ହେଉଛି 80 ପ୍ଲସ୍ ଆଣ୍ଡ ତମମାନଙ୍କର ପିଲାମାନେ କ'ଣ ହେଇଗଲା ନା ଏଇଟା କ'ଣ ରଖିଲେ ପିଲାମାନେ ସାଂସ୍କ୍ରିଟ ହିନ୍ଦୀରେ କେତେ ହେଲା 85 ପ୍ଲସ୍, ମ୍ୟାଥରେ କେତେ ହେଲା 80 ପ୍ଲସ୍ ପିଲାମାନେ, ସାଇନ୍ସରେ ରଖିବ 85 ପ୍ଲସ୍ ଏବଂ ସୋସିଆଲ ସାଇନ୍ସରେ କେତେ 80 ରୁ 85 ରଖିଲେ ତମର 480 ମାର୍କ ଆସିପାରିବ, ଯାହାଫଳରେ ତମମାନେ କ'ଣ 80% ରଖିପାରିବ, 80%ରୁ ଉର୍ଦ୍ଧ୍ୱ ରଖିପାରିବ। ଏମସିକ୍ୟୁରେ କେତେ ରଖିବାକୁ ପଡ଼ିବ ନା ମିନିମମ୍ 240 ରଖିବାକୁ ପଡ଼ିବ, 240 ପ୍ଲସ୍, 240 ରୁ କମ୍ କଲେ ପିଲାମାନେ ହବନି, 240 ପ୍ଲସ୍ ତମକୁ ରଖିବାକୁ ହିଁ ପଡ଼ିବ। ବୁଝିପାରିଲ ନା ବୁଝିପାରିଲ? ଆଚ୍ଛା, ନେକ୍ସଟ ଆସିଲା 90 ରୁ 95%। 90 ରୁ 95% ପିଲାଙ୍କ ପାଇଁ ଟିକେ ନାକୁ ପ୍ରିପାରେସନ୍ ହାର୍ଡ ରଖିବାକୁ ରଖିବ। ତମେ ପାଠ ହିଁ ତମେ ପଢୁଥିବ, ଯୋଉମାନଙ୍କର ସ୍ୱପ୍ନ ଥିବ ନା, ଯୋଉମାନେ ଏମ୍ ଦେଖିଥିବ ଯେ ମୋର 90 ରୁ 95% ରହିବ ହିଁ ରହିବ, ତ ସେମାନଙ୍କୁ ମୁଁ କ'ଣ କହିବି, ତମର ପାଠ ହିଁ ନିଶ୍ଚିତ ଭାବେ ପଢୁଥିବ, ରଖିବ କେତେ ମାର୍କ, ରଖିବ କେତେ ମିନିମମ୍ ଟାର୍ଗେଟ କର ଓଡ଼ିଆରେ 95 ପ୍ଲସ୍, ଓଡ଼ିଆରେ 95 ପ୍ଲସ୍ ହିଁ ରହିବ। ଆଉ ଇଂଲିଶରେ 80 ରୁ 85, ଲାଙ୍ଗୁଏଜ ସବଜେକ୍ଟ ଅଟୋମେଟିକାଲି ପିଲାମାନେ ମାର୍କ କ'ଣ ହବ ଡିଡକ୍ଟ ହବ, ତେଣୁ କ'ଣ ହବ 80 ରୁ 85 ମାର୍କ ରଖ ଲିଟରେଚର ସବଜେକ୍ଟରେ। ତାପରେ ଆସିଲା ସାଂସ୍କ୍ରିଟରେ ତମମାନଙ୍କର କିମ୍ବା ହିନ୍ଦୀରେ 97 ରୁ 100 ରହିବ ହିଁ ରହିବ। ଗୋଟେ ମାର୍କ ଯଦି କମିଗଲା 97 ରୁ 100 ଭିତରେ ଯଦି ଗୋଟେ 2 ମାର୍କ କମିଗଲା 95 ପ୍ଲସ୍ ରଖିବାକୁ ହିଁ ପଡ଼ିବ। 97 ରୁ 100 ମୁଁ ରଖିଛି ତମକୁ, 97 ରୁ 100 ଭିତରେ ତମକୁ ସାଂସ୍କ୍ରିଟ କିମ୍ବା ହିନ୍ଦୀରେ ରଖିବାକୁ ହିଁ ପଡ଼ିବ ପିଲାମାନେ। ବୁଝିପାରୁଛ ନା ବୁଝିପାରୁନ? ନେକ୍ସଟ ମ୍ୟାଥମେଟିକ୍ସ, ମ୍ୟାଥମେଟିକ୍ସ ବି ଟ୍ରାଏ କରିବ କ'ଣ ପିଲାମାନେ 97 ରୁ 100 ପିଲା 100 ରୁ 100 ରଖନି ପିଲାମାନେ 99, 98, 100 ଯୋଉମାନେ 95 ପ୍ଲସ୍ ରଖିଥିବେ ନା, ତ ସେମାନଙ୍କ ପିଲାମାନେ କ'ଣ ମ୍ୟାଥମେଟିକ୍ସ 95 ପ୍ଲସ୍ ତ ରଖିବେ ହିଁ ରଖିବେ। ତେଣୁ ସାଂସ୍କ୍ରିଟ ହିନ୍ଦୀ ନଚେତ୍ ତମର ମ୍ୟାଥମେଟିକ୍ସ 18 ଏଇ ଦୁଇଟା ଯାକ ସବଜେକ୍ଟ ତମେ କ'ଣ ରଖିବ 97 ପ୍ଲସ୍ ତମମାନଙ୍କର ସିକ୍ୟୁର ରହିବା ନିହାତି ଦରକାର ପିଲାମାନେ, ନିହାତି ଦରକାର। ନହେଲେ 540 ଆଶା ରଖିବନି, ନହେଲେ 540 ଆଶା ରଖିବନି। ନେକ୍ସଟ ହେଲା କ'ଣ ତମମାନଙ୍କର ପିଲାମାନେ, ଏଇଟା ହେଲା ତମମାନଙ୍କର ସାଇନ୍ସ, ସାଇନ୍ସରେ କେତେ 92 ରୁ 95 ରଖିବ ଏବଂ ତମକୁ ହିଷ୍ଟ୍ରି ଯୋଉଟା କେତେ ରଖିବ 90 ପ୍ଲସ୍ ରଖିବ, ଯାହାଫଳରେ ତମେ କେତେ ରଖିପାରିବ 540 ରୁ ଉର୍ଦ୍ଧ୍ୱ ମାର୍କ ରଖିପାରିବ। ଏବଂ ଏମସିକ୍ୟୁରେ କେତେ ରହିବା ଦରକାର ସାର୍ ପିଲାମାନେ, ଏମସିକ୍ୟୁରେ କେତେ ରଖିବା ଦରକାର 300 ରୁ 280 ପ୍ଲସ୍, 280 ପ୍ଲସ୍, ଯୋଉମାନଙ୍କର 250 ଭାବି ଦେଉଛ ନା, ମୋର ଯଦି ଏମସିକ୍ୟୁରେ ଯଦି 250 ରହିଗଲା ତାହେଲେ ହେଇଯିବ? ନାଇଁ ବାପା, ହବନି 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 ହବନି। 280 ପ୍ଲସ୍, 280 ରୁ ତ ଉର୍ଦ୍ଧ୍ୱ ରଖିବାକୁ ହିଁ ପଡ଼ିବ, କାରଣ ଏଠି ଆମର 20 ମାର୍କ ଯଦି ଆମେ ଡିଡକ୍ଟ କରୁଛେ ତାହେଲେ ସେପଟେ ଆମର ଲଙ୍ଗ କୋଶ୍ଚିନ୍ ସେକ୍ସନରେ ଯଦି 40 ମାର୍କ କଟିଲା ତାହେଲେ ଏଇ 60 ମାର୍କ କଟୁଛି, ଯାହାଫଳରେ ମୋର 540 ରହିପାରିବ। ବୁଝିପାରୁଛ ନା ବୁଝିପାରୁନ? ତେଣୁ ଏମସିକ୍ୟୁରେ ଆମକୁ ସାକ୍ରିଫାଇସ୍ କରିବାକୁ ପଡ଼ିବନି ପିଲାମାନେ, ଦବାକୁ ପଡ଼ିବ, ଆମକୁ ଏଫର୍ଟ ଦବାକୁ ପଡ଼ିବ ଏବଂ 280 ପ୍ଲସ୍ ମାର୍କ ରଖିବାକୁ ହିଁ ପଡ଼ିବ। କୁହ 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 କୁହ। ମୁଣ୍ଡକୁ ନା ଚାପିକି ସବୁ ବସିଯାଅ, ମୁଣ୍ଡକୁ କ'ଣ କର ସବୁ ଚାପିକି ବସିଯାଅ ହେଲା। ନାଇଁ ପିଲାମାନେ, ଚାପିକି ବସିଲେ କିଛି ହବନି, ଏବେଠୁ ପରିଶ୍ରମ କର। ତମମାନଙ୍କର ଯେତିକି ବି ପରିଶ୍ରମ କରୁଛ ଗୋଟେ ସବଜେକ୍ଟ ପିଛା ତାକୁ ଡବଲ କର। ଏବେ 7 ଦିନ ଭିତରେ କ'ଣ କର ଲାଗିଯାଅ ପିଲାମାନେ, ଲାଗିଯାଅ ହେଲା। ତମମାନଙ୍କର ଯେଉଁ ଜାଗର ଅଛି, ମହାଶିବରାତ୍ରି ଅଛି, ତାକୁ ଭୁଲିଯାଅ ହେଲା, ତାକୁ ଭୁଲିଯାଅ, ତାକୁ ସେଲିବ୍ରେସନ୍ ଯେଉଁଠି ହେଉଛି ତାକୁ ଯିଏ କରନ୍ତୁ, କରୁଛନ୍ତି କରନ୍ତୁ ହେଲା। ଠାକୁରଙ୍କୁ ଏବେ ଡାକିବା ଭୁଲିଯାଅ ପିଲାମାନେ, ଖାଲି ଡାକ, କିନ୍ତୁ କ'ଣ ଜାଗର ଫାଗର ହବନି, ଉପବାସ ଉପବାସ କରିବନି। ତମମାନଙ୍କର ଯେଉଁ 7 ଦିନ କ'ଣ ରହିଲା ଗ୍ୟାପ୍ ରହିଲା ତାକୁ ତମ ପ୍ରିପାରେସନ୍ କ'ଣ କର ଡବଲ କର। ଆଉ ଗୋଟେ ଜିନିଷ କହି ରଖୁଛି ପିଲାମାନେ, ଯୋଉମାନଙ୍କର ଆଶା ନାହିଁ, ଇନଡାଇରେକ୍ଟ କଥା ନୁହଁ, ଡାଇରେକ୍ଟ କଥା ମୁଁ କହୁଛି, ଯୋଉମାନଙ୍କର ଆଶା ନାହିଁ ସାର୍ ମୁଁ 50% ରଖିପାରିବିନି, ସାର୍ ମୋର ଘରେ ଫ୍ୟାମିଲି ପ୍ରୋବ୍ଲେମ୍ ଯୋଗୁଁ ମୁଁ ପାଠ ପଢ଼ିପାରୁନି, ସ୍କୁଲ ଯାଇପାରୁନି ହେଲା, ଏମିତି ଏମିତି କିଛି ପିଲାଙ୍କର କ'ଣ ଥାଏ ପ୍ରୋବ୍ଲେମ୍ ଥାଏ, ତ ସେମାନେ କ'ଣ ପିଲାମାନେ ସ୍କୁଲ ଯାଇପାରିନଥାନ୍ତି, ତାଙ୍କ ପାଖରେ ଏପର୍ଯ୍ୟନ୍ତ ବହି ନାହିଁ ପାଠ ପଢ଼ିବାକୁ ପିଲାମାନେ ହେଲା, କିଛି ସିଲାବସ୍ ଜାଣିନାହାନ୍ତି। ତମମାନଙ୍କ ପାଇଁ ଗୋଟେ ପିଲାମାନଙ୍କୁ କହି ରଖୁଛି ପିଲାମାନେ ଗୋଟେ ଜିନିଷ, ଆଟଲିଷ୍ଟ ଆମକୁ ପାସ୍ ହେବାର ଅଛି, ଆଟଲିଷ୍ଟ ଆମକୁ କ'ଣ ହେବାର ଅଛି ପାସ୍ ହେବାର ଅଛି। ତେଣୁ ତମମାନଙ୍କ ପାଇଁ ଗୋଟେ ରାସ୍ତା ମୁଁ କହିବି ପିଲାମାନେ, ସେଟା ହେଉଛି କ'ଣ ସର୍ଟ କୋଶ୍ଚିନ୍ରେ 300 ରୁ ତ ଯେମିତି ହେଲେ ଆମକୁ 120 ପ୍ଲସ୍ 150 ରଖିବାକୁ ପଡ଼ିବ ପିଲାମାନେ। 150 ନ ରଖିଲେ ହବନି ବାବା, ଆମକୁ 150 ରଖିବାକୁ ପଡ଼ିବ। ତମେମାନେ ପିଲାମାନେ ଢାବା ବାଲେଇକି ବୁଲାଅ,
କି ନାହିଁ ମାନେ କ'ଣ କର କାହାଠୁ ପଚାରିକି କର। ଆମକୁ ଯେମିତି ହେଲେ ପିଲାମାନେ କ'ଣ କରିବାକୁ ପଡ଼ିବ ପିଲାମାନେ 120 ପ୍ଲସ୍ କିମ୍ବା 130 40 ପ୍ଲସ୍ ତ ରଖିବାକୁ ହିଁ ପଡ଼ିବ ମିନିମମ୍ 300 ମାର୍କରୁ। 300 ମାର୍କ ଏମସିକ୍ୟୁରେ ଆମକୁ କ'ଣ 120 ପ୍ଲସ୍ ରଖିବାକୁ ହିଁ ପଡ଼ିବ। ଆଉ ଲଙ୍ଗ କୋଶ୍ଚିନ୍‌ରେ ତମକୁ ମାର୍କ କିଏ ଦବ ପିଲାମାନେ? ଇଂଲିଶ ଦବ, ଓଡ଼ିଆ ଦବ, ସାଂସ୍କ୍ରିଟ ଦବ। ଓଡ଼ିଆରେ ଯୋଉ ତମର କ'ଣ ଆସୁଛି ସବଜେକ୍ଟ ବି ଆସୁଛି ନା। ତମ ଏସେ ପଡ଼ିଗଲା, ଇଂଲିଶ ଏସେ ପଡ଼ିଗଲା, ଆପ୍ଲିକେସନ ପଡ଼ିଗଲା। ତାକୁ ତମକୁ ସବୁ କ'ଣ ଦବ? ମାର୍କ ଦବ। ତ ତା ଭିତରୁ ତମେ କଣ ପାରାଗ୍ରାଫ ଖାଲି ଦେଖିକି ଲେଖିବ ନିଜ ମନରୁ କ'ଣ ତମର ଯେତେକ ଟେଷ୍ଟ ଅଛି ନା ଲଙ୍ଗ କୋଶ୍ଚିନ୍ ଟେକ୍ସଟ ଅଛି ତାକୁ କ'ଣ ସାଂସ୍କ୍ରିଟ ତମକୁ ସେଇଟା ମାର୍କ ଦବ। ହେଲା ତ ଏଇ ୱେରେ ତମେ କ'ଣ ପାଠ ପଢ଼ିବାକୁ ପଡ଼ିବ। ନଚେତ୍ ବାବା ଆଉ ଆମକୁ ତ ମିନିମମ୍ 30 ରୁ 35% 40% ରଖିବାକୁ ବି ପଡ଼ିବ। ଯୋଉମାନେ ଭାବୁଛ କ'ଣ ଆମେ ସାର୍ ଫେଲ୍ ହେଇଯିବୁ। ଆମେ କ'ଣ କରିବୁ? 60% ଆମ ଆଶା ନାହିଁ। ଆମେ କ'ଣ କରିବୁ? ତମମାନଙ୍କ ପାଇଁ ମୁଁ ଏଇ କଥା କହୁଛି। କ'ଣ ମ୍ୟାଥମେଟିକ୍ସରେ ଆଟଲିଷ୍ଟ ତମକୁ ଯେମିତି ହେଲେ 30 ରଖିବାକୁ ପଡ଼ିବ। ମ୍ୟାଥମେଟିକ୍ସରେ କ'ଣ ମିନିମମ୍ ତମକୁ 30 ପ୍ଲସ୍ 33 ପ୍ଲସ୍ କ'ଣ ରଖିବାକୁ ହିଁ ପଡ଼ିବ ପ୍ରଭା। ନ ରଖିଲେ ହବନି, ନ ରଖିଲେ ହବନି। ନ ରଖିଲେ କେମିତି ହବ? ବୁଝିପାରୁଛ ବୁଝିପାରୁନ? ତ ତମମାନଙ୍କ ପାଇଁ ଏଇଆ ଥିଲା କ'ଣ ଆଜିର ଛୋଟ କ୍ଲାସ୍ ପିଲାମାନେ ତମମାନଙ୍କୁ ମୁଁ ଖାଲି ମାର୍କ ଡିଷ୍ଟ୍ରିବ୍ୟୁସନ ଦେଖଉଥିଲି ଏବଂ ତମମାନଙ୍କର ଏଠି ମୁଁ କାଟାଗୋରୀ ଅନୁଯାୟୀ କ'ଣ କରିଦେଇଛି ପିଲାମାନେ 60%, 70%, 80 to 85% and 90 to 95% ନେଇକି ତମର ମୁଁ କ'ଣ କରିଛି ଗୋଟେ ଟେବୁଲ କରିଦେଇଥିଲି ପିଲାମାନେ। ଆଉ ତମମାନଙ୍କ ପ୍ରତି ସବଜେକ୍ଟରେ ଆମେ କେତେ କେତେ ମାର୍କ ରଖିପାରିବା ଯାହାଫଳରେ ଆମର କ'ଣ ମିନିମମ୍ କ୍ରାଇଟେରିଆ ବା ଆମର ଫାର୍ଷ୍ଟ ଡିଭିଜନ, ସେକେଣ୍ଡ ଡିଭିଜନ, ଥାର୍ଡ ଡିଭିଜନ କ'ଣ ଯାହା ବି ତମେ ଆଶା ରଖୁଛ କ'ଣ ହେଇପାରିବ। ତ ଏହା ଥିଲା ମୋର ଛୋଟ କ୍ଲାସ୍ ପିଲାମାନେ ତମମାନଙ୍କୁ କିଛି ନୂଆ ଜିନିଷ ଦେଖିବା ପାଇଁ ଏବଂ ଯଦି ପିଲାମାନେ ଚ୍ୟାନେଲକୁ ପ୍ରଥମ ଭାବେ ଭିଜିଟ୍ କରୁଛ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖ ଏବଂ ଗୋଟେ ଗୋଟେ ଭିଡ଼ିଓକୁ ଲାଇକ୍ କରିବାକୁ ଭୁଲିବନି। ଚ୍ୟାନେଲକୁ ସାଙ୍ଗମାନଙ୍କ ସହ ଯେତେ ପାରୁଛ ସେୟାର କର। ଦେଖା ହବ ଆଗାମୀ ସେକ୍ସନରେ ତମମାନଙ୍କର ଆଉ କିଛି ଟପିକ୍ ସହିତ ପିଲାମାନେ ଏବଂ ଆଉ କିଛି ଇମ୍ପୋର୍ଟାଣ୍ଟ କନସେପ୍ଟ ସହିତ। ଧନ୍ୟବାଦ।